ନାଇଁ କିନ୍ନର ମା ମାନଙ୍କର ସେମିତି ଯୋଉ ନ୍ୟୁଜ୍ ଆପଣ ଶୁଣିଛନ୍ତି ବାଦ ବିବାଦ ଭିତରେ ବହୁତ ପ୍ରକାର କଥା ଉଠେ। ବାଦ ହିଂସା ଭିତରେ ଭାଇ ଭାଇ ଭିତରେ ହିଂସା କଲେ ସେ କହିବ ମୋ ଜାଗା ତୁ ନେଇଥିଲୁ କାଲି ମୁଁ ତୋ ପାଇଁ 50 ଟଙ୍କା ଖର୍ଚ୍ଚ କରିଥିଲି। ମ୍ୟାଟର ସେଇଟା ନଥାଏ। ଆପଣ ଫିଜିକାଲଟାକୁ ଦେଖନ୍ତୁ କେତେ କିନ୍ନର ସମ୍ପ୍ରଦାୟ ଭିତରେ କ'ଣ ହେଇପାରେ। ସବୁ କିନ୍ନର ମାନେ ଖରାପ ନୁହନ୍ତି, ସବୁ କିନ୍ନର ମାନେ ବି ଭଲ ନୁହନ୍ତି। ଯୋଉ ପଇସା ଦବା ନବାଟା ଆମର ଗୋଟେ କିନ୍ନର କଲଚର ହିସାବରେ ସେଇଟା ଗୋଟେ ରୋଜି ରୁଟି ଥାଏ। ଗୁରୁମାନଙ୍କୁ ଆମେ ଗୋଟେ ଖୁସିରେ ଶୋଇ ଛାଡ଼ି ଦେଉ, ଜୋର ଜବରଦସ୍ତିରେ କେଉଁ କାମ ହେଇନି ଆଜି ବି ମଧ୍ୟ କହୁଛି। ଯଦି କିନ୍ନର ମାନଙ୍କୁ ଜୋର ଜବରଦସ୍ତି ତାଙ୍କ ଗୁରୁମାନେ କରୁଛନ୍ତି ତାହେଲେ କିନ୍ନର ମାନେ କାହିଁକି ଆଜିର ଆଶ୍ରୟ ଆଇନର ଆଶ୍ରୟ କାହିଁ ନେଉନାହାନ୍ତି। କିନ୍ନର ମାନେ ଯଦି ଧନ୍ଦା ନ କରିବେ ତାଙ୍କର ଦେହର ଯୋଉ ସେକ୍ସ ପାୱାରଟା କେମିତି ମେଣ୍ଟେନ୍ସ କରିବେ। କିନ୍ନର ମାନେ ଯଦି ରାଜରାସ୍ତାକୁ ଯିବେନି ରେପ୍ କେମିତି କମିବ। କିନ୍ନର ମାନେ ଯଦି ରାସ୍ତା କଡ଼ରେ ନ ଠିଆ ହେବେ ତାଙ୍କ ପେଟ ପଟଣା କିଏ ବୁଝିବ। ଗଭର୍ଣ୍ଣମେଣ୍ଟ ଯଦି ବୁଝିଛି ସବୁ ଜିନିଷ ବୁଝିବା ଦରକାର ନା। ଖାଲି ଆଜି 1500 ଟଙ୍କା ଦେଇ ଦେଉଛନ୍ତି ଏବେ ଘରକୁ, କାଲି ନ୍ୟୁଜ୍ ଦେଇଛନ୍ତି ଶୁଣାଣି କରିଛନ୍ତି ସେଇଟା ଭଲ ନ୍ୟୁଜ୍ଟା। ଯାହା ହଉ ଏତେ ବର୍ଷ ଲଢ଼େଇବାରେ ଆଜି ବାପ ମା ପାଇପାରୁଛନ୍ତି ସେଇଟା ଆମ ପାଇଁ ଗର୍ବ। କିନ୍ତୁ କିନ୍ନର ମାନେ ରାସ୍ତା କଡ଼ରେ ଠିଆ ହେବାଟା ଭୁଲ। ଗୋଟେ ବନ୍ଦ କୋଠରୀ ଭିତରେ ସେକ୍ସ ୱାର୍କ କରନ୍ତୁ ଏଇଟା ବି ମୁଁ କହୁଛି, କିନ୍ତୁ ସେ ବନ୍ଦ କୋଠରୀ ଆସିବ କୋଉଠୁ। ଯୋଉଠି ଘର ଭଡ଼ା ଦେଲା ବେଳକୁ କିନ୍ନର ମାନଙ୍କୁ ଶୁଣିକି ଲୋକ ଘର ଭଡ଼ା ମନା କରୁଛନ୍ତି, ତାହେଲେ କିନ୍ନର ମାନେ କ'ଣ ବଞ୍ଚିବାର ଅଧିକାର ନାହିଁ? କିନ୍ନର ମାନେ ସେକ୍ସ କରିବାର ଅଧିକାର ନାହିଁ? କିନ୍ନର ମାନେ ଗୋଟେ ପୁରୁଷ ସହିତ ରହିବାର ଅଧିକାର ନାହିଁ? ତାହେଲେ ଲାଭ କ'ଣ? ଆମ ଜୀବନର କ'ଣ ସଂଘର୍ଷ କିଛି ମୂଲ୍ୟ ନୁହଁ? ଆମେ କ'ଣ ଏତେ ମୂଲ୍ୟହୀନ? 12 ବର୍ଷ 14 ବର୍ଷ ବନବାସ ଯାଇକି ଆମେ ତପସ୍ୟା କରିଥିଲୁ, କ'ଣ ସେ ତପସ୍ୟା ମିଛ? ତେଣୁକରି ସମସ୍ତଙ୍କର ଅଧିକାର ଯେମିତି ଅଛି ଆମର ମଧ୍ୟ ଅଛି। ଆଉ ଆଜିକି ମଧ୍ୟ କହୁଛି କୌଣସି କିନ୍ନର ପ୍ରତି ଅତ୍ୟାଚାର ଅନ୍ୟାୟ ହେଲେ ମୁଁ ସହିନି କି ସହିବି ନାହିଁ। କଠିନଠୁ କଠିନ ଦଣ୍ଡ ଆମେ ମଧ୍ୟ ଯଦି ଭୁଲ କରୁଛେ ଆମକୁ ମଧ୍ୟ ଦିଆଯାଉ।